ଶ୍ରୋତା ବନ୍ଧୁ ଆଜି ଆପଣମାନଙ୍କୁ ଏକ ଚମତ୍କାର କବିତା ମୁଁ ଶୁଣିବାକୁ ଯାଉଛି ଯାହା ମୋର ହୃଦୟକୁ ଖୁବ୍ ସ୍ପର୍ଶ କରିଥିଲା। ଏ କବିତାଟିର କବି ମାୟା ଏଞ୍ଜେଲୋ, ଯିଏକି ଜଣେ ଇଂରାଜୀ କବି ଓ ନାଟ୍ୟକାର, ଜଣେ କୃତବିଦ୍ୟ ସାହିତ୍ୟିକା। ମଣିଷର ଆତ୍ମବିଶ୍ୱାସ ଯେତେବେଳେ ଭଙ୍ଗୁର ହେଇଯାଏ, ଯେତେବେଳେ ନୈରାଶ୍ୟର ଅନ୍ଧକାର ଭିତରେ ସେ ସମ୍ପୂର୍ଣ୍ଣ ଭାବରେ ଦିଗହରା ହେଇଯାଏ, ଏ କବିତାଟି ନିଶ୍ଚିତ ଭାବରେ ତାକୁ ତାର ଆତ୍ମବିଶ୍ୱାସ ଦେବ ଏବଂ ସେଇ ଅନ୍ଧକାରର ଗଳି ଭିତରୁ ତାକୁ ଆଲୋକର ବର୍ଣ୍ଣାଢ୍ୟ ପରିବେଶ ଭିତରକୁ ନେଇଯିବ। ଇଂରାଜୀ କବି ମାୟା ଏଞ୍ଜେଲୋଙ୍କର ଅନେକ ପୁସ୍ତକ ରହିଛି। ସେଥିମଧ୍ୟରୁ ଅଛି ଫେନୋମେନାଲ ୱିମେନ୍ ଏଣ୍ଡ ଷ୍ଟିଲ୍ ଆଇ ରାଇଜ୍। ଏଗୁଡ଼ିକ ହେଉଛି କବିତା। ଏଣ୍ଡ ଷ୍ଟିଲ୍ ଆଇ ରାଇଜ୍ ତାଙ୍କର ତୃତୀୟତମ କବିତା। ମାତ୍ର 8 ବର୍ଷ ବୟସରେ ମାୟା ଏଞ୍ଜେଲୋ ଜଘନ୍ୟ ପାଶବିକ ଅତ୍ୟାଚାରର ଶିକାର ହୋଇଥିଲେ। ତାଙ୍କର ପୁଞ୍ଜୀଭୂତ ଦୁଃଖ, ଅପମାନ, ଅବସାଦ, ଯନ୍ତ୍ରଣାର ଅନ୍ଧାରୀ ଗହ୍ୱର ଭିତରୁ ସେ ସାହିତ୍ୟ ମାଧ୍ୟମରେ ହିଁ ବାହାରକୁ ଆସିପାରିଥିଲେ। ତାଙ୍କର ଏ ଯୋଉ ଏଣ୍ଡ ଷ୍ଟିଲ୍ ଆଇ ରାଇଜ୍ କବିତାଟି ପ୍ରତ୍ୟେକ ଅତ୍ୟାଚାରିତ ନାରୀ ସମାଜ ଉଦ୍ଦେଶ୍ୟରେ, ନାରୀ ଉଦ୍ଦେଶ୍ୟରେ ସମର୍ପିତ। ତାଙ୍କର ଅନ୍ୟାନ୍ୟ ଆହୁରି ଅନେକ ପୁସ୍ତକ ରହିଛି, କିନ୍ତୁ 3 ଖଣ୍ଡ ଆତ୍ମକଥା ରହିଛି। I know why the caged bird sing, ଯାହାକି 1969 ମସିହାରେ ପ୍ରକାଶିତ ହୋଇଥିଲା। 1978ରେ ତାଙ୍କର ପ୍ରଥମ କବିତା ସଂକଳନ ଏଣ୍ଡ ଷ୍ଟିଲ୍ ଆଇ ରାଇଜ୍ ପ୍ରକାଶିତ ହୋଇଥିଲା। ପାଶ୍ଚାତ୍ୟ ସମାଲୋଚକ ନ୍ୟୁବର ମାୟା ଏଞ୍ଜେଲୋଙ୍କ ଏଇ ଯୋଉ କବିତା ଏଣ୍ଡ ଷ୍ଟିଲ୍ ଆଇ ରାଇଜ୍ ସମ୍ପର୍କରେ କହନ୍ତି, ଏହି କବିତା ଆତ୍ମଶକ୍ତିର, ଆତ୍ମବିଶ୍ୱାସର ଏକ ପୂର୍ଣ୍ଣ ସ୍ୱର, ଯାହା ନିଜ ଶକ୍ତିକୁ ଚିହ୍ନିବାରେ ଏବଂ ନିଷ୍କ୍ରିୟତା ଭିତରୁ ଜଣକୁ ସକ୍ରିୟତା ଆଡ଼କୁ ପ୍ରେରଣ କରିବାରେ ସହାୟକ ହେବ। ଶ୍ରୋତାବନ୍ଧୁ, ଆଜି କବି ମାୟା ଏଞ୍ଜେଲୋଙ୍କର ଷ୍ଟିଲ୍ ଆଇ ରାଇଜ୍ କବିତାକୁ ମୁଁ ଅନୁବାଦ କରିଛି। ଆଶା କରୁଛି ଯେ ଆପଣଙ୍କୁ ନିଶ୍ଚୟ କବିତାଟି ଭଲ ଲାଗିବ। ପ୍ରତ୍ୟେକ ମଣିଷର ଆତ୍ମସମ୍ମାନ ଆଉ ଆତ୍ମବିଶ୍ୱାସ, ଏ ଦୁଇଟି ଅପରିହାର୍ଯ୍ୟ ଥାଏ, ବିଶେଷ ଭାବରେ ସ୍ତ୍ରୀ ପାଇଁ। ତେବେ ମାୟା ଏଞ୍ଜେଲୋଙ୍କର ଏ କବିତାଟି ମୁଁ କେତେ ଦୂର ଅନୁବାଦ କରିବାରେ ସମର୍ଥ ହେଇଛି ତାହା ଆପଣମାନେ କହିବେ। ହୁଏତ ସେତିକି ସ୍ପର୍ଶ କରିବ କି ନାହିଁ ତା ମୁଁ ନିଶ୍ଚୟ ଅପେକ୍ଷା କରିବି ଆପଣମାନଙ୍କଠୁ ଜାଣିବା ପାଇଁ। କବିତାର ଶୀର୍ଷକ ତଥାପି ବି ମୁଁ ଉଠିବି। ତଥାପି ବି ମୁଁ ଉଠିବି। ଇତିହାସ ପୃଷ୍ଠାରେ ତମେ ମୋ ବିଷୟରେ ହୁଏତ ତୁମର ତିକ୍ତ ପୁଣି ବିକୃତ ମିଛ ଦ୍ୱାରା କିଛି ଲେଖିବ। ଇତିହାସ ପୃଷ୍ଠାରେ ତମେ ମୋ ବିଷୟରେ ହୁଏତ ତୁମର ତିକ୍ତ ବିକୃତ ମିଛ ନେଇ କିଛି ଲେଖିବ। ହୁଏତ ତମେ ଦଳି ଚକଟି ମୋ ସତ୍ତାକୁ ମଳିନ କରିବ। ତଥାପି ଧୂଳି ପରି ମୁଁ ଉଠିବି, ମୁଁ ଉଠିବି। ମୋର ଏମିତି ଖୁସି ରହିବା ତମକୁ ଦୁଃଖୀ କରେ କି? ମୋର ଏମିତି ଖୁସି ରହିବା ତମକୁ ଦୁଃଖୀ କରେ କି? କାହିଁ ତମେ ଏତେ ନିରାଶାରେ ବ୍ୟାକୁଳ? ସତରେ କ'ଣ ମୁଁ ଏମିତି ଚାଲୁଛି ଯେମିତି ମୋ ବୈଠକଖାନାରେ ପ୍ରାଚୁର୍ଯ୍ୟ ଭରପୁର ଅଛି? ଠିକ୍ ଦୁରନ୍ତ ସେ ଜହ୍ନ ଆଉ ସୂର୍ଯ୍ୟ ପରି
ପୁଣି ମଧ୍ୟ ଜୁଆରର ନିଶ୍ଚିତତା ନେଇ ମୋ ଆଶା ସବୁ ସତେ କ'ଣ ଉଛୁଳି ଯାଆନ୍ତି? ତଥାପି ମୁଁ ଉଠିବି। ତଥାପି ମୁଁ ଉଠିବି। ତମେ ମୋ ଭାଙ୍ଗିଯିବା ଦେଖିବାକୁ ଚାହଁ? ତମେ ମୋ ଭାଙ୍ଗିଯିବା, ଭାଙ୍ଗି ପଡ଼ିବା ଦେଖିବାକୁ ଚାହଁ? ମଥା ନତ କରି ଏବଂ ଚକ୍ଷୁ ନିମୀଳିତ କରି ଅଶ୍ରୁଳ ବେଦନାରେ ଭାରାକ୍ରାନ୍ତ ମୁକବତ ହୋଇ ତମେ ମୋ ଭାଙ୍ଗିଯିବା ଦେଖିବାକୁ ଚାହଁ? ମଥା ନତ କରି ଏବଂ ଚକ୍ଷୁ ନିମୀଳିତ କରି ଅଶ୍ରୁଳ ବେଦନାରେ ଭାରାକ୍ରାନ୍ତ ଓ ମୁକବତ ହୋଇ ମୋ ଆତ୍ମାର ବାହୁନାରେ ଅତି ଯେ ଦୁର୍ବଳ ହୋଇ ମୋ ଅଭିମାନରେ ତମେ ଅପମାନିତ ହୁଅ କି? ମୋ ଅଭିମାନରେ ତମେ ଅପମାନିତ ହୁଅ କି? ଏ ସବୁକୁ ତମେ ଗମ୍ଭୀରତାରେ କାହିଁ ନେଇଥାଅ କୁହ ତ? ଏସବୁ ତମେ ଏତେ ଗମ୍ଭୀରତାରେ କାହିଁ ନେଇଥାଅ କୁହ ତ? କାହିଁକି ନା ମୁଁ ହସୁଥାଏ। କାହିଁକି ନା ମୁଁ ହସୁଥାଏ ସତେ ଯେମିତି ପାଇଥାଏ ସୁନାର ସୁଡ଼ଙ୍ଗ। ଆଉ ସତେ ଅବା ମୁଁ ମୋ ନିଜ ବାଡ଼ିପଟେ ପୋତିଥାଏ ସୁନାର ସୁଡ଼ଙ୍ଗ। ତମେ ତମ ଶବ୍ଦରେ ମୋତେ ବିଦ୍ଧ କର। ତମେ ତମ ଶବ୍ଦରେ ମୋତେ ବିଦ୍ଧ କର। ତମେ ତମ ତାଚ୍ଛଲ୍ୟ ଭରା ଚାହାଣୀ ନେଇ ମୋତେ କ୍ଷତାକ୍ତ କର। ତମେ ତମ ଘୃଣାରେ ମୋତେ ହତ୍ୟା କର। ତଥାପି ମରୁତ ପରି ମୁଁ ଉଠିବି। ତଥାପି ମରୁତ ପରି ମୁଁ ଉଠିବି। ତମେ ତମ ଶବ୍ଦରେ ମୋତେ ବିଦ୍ଧ କର। ତମେ ତମ ତାଚ୍ଛଲ୍ୟ ଭରା ଚାହାଣୀ ନେଇ ମୋତେ କ୍ଷତାକ୍ତ କର। ତମେ ତମ ଘୃଣାରେ ମୋତେ ହତ୍ୟା କର। ତଥାପି ମରୁତ ପରି ମୁଁ ଉଠିବି। ମୋର ସୌନ୍ଦର୍ଯ୍ୟ ତମକୁ ଭାରାକ୍ରାନ୍ତ କରେ କି? ମୋର ସୌନ୍ଦର୍ଯ୍ୟ ତମକୁ ଭାରାକ୍ରାନ୍ତ କରେ କି? ଏହା କ'ଣ ତମକୁ ଆଚମ୍ବିତ କରେ ଯେ ମୁଁ ହୀରା ପାଇଲା ପରି ଦୁଇ ଜଙ୍ଘକୁ ମିଶେଇ ନାଚେ? ଏହା କ'ଣ ତମକୁ ଆଚମ୍ବିତ କରେ କି ମୁଁ ହୀରା ପାଇଲା ପରି ଦୁଇ ଜଙ୍ଘକୁ ମିଶେଇ ନାଚେ? ଅତୀତର ଯନ୍ତ୍ରଣାଦାୟୀ ଲଜ୍ଜାଠୁ ଦୂରେଇ ମୁଁ ଉଠେ। ଅତୀତର ଯନ୍ତ୍ରଣାଦାୟୀ ଲଜ୍ଜାଠୁ ଦୂରେଇ ମୁଁ ଉଠେ। କଳଙ୍କିତ ଅତୀତୁ ଯାହାର ଚେର ସବୁ ବେଦନାରେ ଜଡ଼ିଥିଲା ଥରେ। ମୁଁ ଉଠିବି। ମୁଁ ଏକ କଳା ଘୁମର ସମୁଦ୍ର ଉନ୍ମାଦ ବ୍ୟାପ୍ତ। ମୁଁ ଉଠିବି। ମୁଁ ଏକ କଳା ଘୁମର ସମୁଦ୍ର ଉନ୍ମାଦ ବ୍ୟାପ୍ତ। ତରଙ୍ଗାୟିତ ଜୁଆର ଭଟ୍ଟାକୁ ସହିଛି। ବହୁ ପଛରେ ଛାଡ଼ି ଆସିଛି ଯେତେ ସବୁ ଗାଢ଼ କଳା ରାତିର ଆତଙ୍କ। ବହୁ ପଛରେ ଛାଡ଼ି ଆସିଛି ଯେତେ ସବୁ ଗାଢ଼ କଳା ରାତିର ଆତଙ୍କ। ଅଦ୍ଭୁତ ବିସ୍ମୟକର ପରିଚ୍ଛନ୍ନ ପାହାନ୍ତି ବେଳାରେ। ଅଦ୍ଭୁତ ବିସ୍ମୟକର ପରିଚ୍ଛନ୍ନ ପାହାନ୍ତି ବେଳାରେ ମୁଁ ଆଣିଛି ମୋ ପୂର୍ବପୁରୁଷଙ୍କ ଉପହାର। ମୁଁ ଆଣିଛି ମୋ ପୂର୍ବପୁରୁଷଙ୍କ ଯେତେ ସବୁ ଉପହାର। ମୁଁ ଉଠିବି। ମୁଁ ଉଠିବି। ମୁଁ ଉଠିବି। ମୁଁ ଉଠିବି। ମୁଁ ଉଠିବି। ମୁଁ ଉଠିବି। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ଇଂରାଜୀ ସାହିତ୍ୟର ଜଣେ କୃତବିଦ୍ୟ କବିଙ୍କୁ
कवि माया एंजेलुंकु स्टिल आई राइज तांकर कवितार शीर्षक थिला जार ओडिया अनुवाद तथापि भी मु उठिबी। कविताटी केमती लागिला आपण मानकर मतामत अपेक्षा रे रहुछि। धन्यवाद।